ଯୋଉ ଓମ୍ ଟା ଆମେ ଲେଖିବା ସେଟା କିଭଳି ଶବ୍ଦ ମାନେ ସଂଯୋଜନା ହେଇଛି? ତାର ବ୍ୟାକରଣଗତ କଥା ଶୁଣ। ଆମର ଆଜ୍ଞା ବ୍ୟାକରଣ ଯୋଉ ସବୁ ଅଛି, ବ୍ୟାକରଣ ପାଣିନି ବ୍ୟାକରଣ ଲେଖିଛନ୍ତି। ସେ ଆଜ୍ଞା ବ୍ୟାକରଣରେ ସନ୍ଧି ବିଚ୍ଛେଦ ସବୁ ଅଛି। ଆଚ୍ଛା, ଆଜ୍ଞା ଆଜ୍ଞା ସ୍ୱର ସନ୍ଧି ବିସର୍ଗ ସନ୍ଧି ଅଛି। ସେ ସ୍ୱର ଆଜ୍ଞା ସନ୍ଧିରେ ଅକାର ଯୁକ୍ତ ଉକାର ମିଶିକି ଓକାର ହୁଏ। ଆଜ୍ଞା ତେଣୁ ଅକାର ଉକାର ମିଶିକି ଓକାର ହୁଏ। ତେଣୁ ଆଜ୍ଞା ଅ ଉ ଅକ୍ଷର ଦିଟା ତାକୁ ମିଶେଇ ଦେଲେ ଓକାର ବୋଲିକି ଗୋଟେ ଅକ୍ଷର ହେଇଯିବ। ନାଇଁ ନାଇଁ ଆଜ୍ଞା, ମୁଁ ତ ସେଇଆ ଜାଣିଲି ଯେ, ମୁଁ କହିବା କଥା ଯେ ଏଇ ଯୋଉ ଓମ୍ ବୋଲି ଲେଖୁଛେ, ହଁ ଚନ୍ଦ୍ରବିନ୍ଦୁ ଆସୁଛି, ହଁ ଆଉ ଓମ୍ ଟା ଯୋଉ ଆମେ ଲେଖୁଛେ ହଁ ବୁଲେଇକି ଲେଖିକିରି ପୁଣି ଦଉଛେ, ତାରପଟେ ତା ସାଇଡ ରେ ଗୋଟେ ଗାର ଦଉଛେ, ହଁ ସେଇଟା ଅ ଉ ମ ର କୋଉ କୋଉ ଇଏ ଶବ୍ଦ? ମୁଁ ତ ଏଇଆ ବୁଝଉଛି। ଆଜ୍ଞା ଅ ଉ ମ ର ଶବ୍ଦ କୋଉ କରେ ମୁଁ ତ ଜାଣିନି ସେ ବିଷୟରେ। ଗୋଟେ କଥା ହଉଛି ଅକାରର ଯୋଉ ପୁଡିଆଟାକୁ ତୁମେ ଓକାର ଆଜ୍ଞା ନଗେଇ ଦଉନା। ଅକାର ଅ ଟା ଯୋଉ ଲେଖା ହେଇଛି, ଅ ରେ ଆଜ୍ଞା ଗାରଟା ଲିଭେଇ ଦେଲା ପରେ ସେଟା ବୁଲି ଆସିଲେ ଓକାର ହେଇଯିବ। ହଁ ହଁ ଅରେ ଠିକ ଗାରଟା ଲିଭେଇ ଦେଲେ ସେଟା ଓକାର ହଁ ହେଇଯିବ। ଉପରେ ଚନ୍ଦ୍ର ବିନ୍ଦୁ ଦେଇଦେଲେ ଓମ୍ ହେଇଯିବ। ଆଜ୍ଞା, ସେଇ ଚନ୍ଦ୍ରବିନ୍ଦୁ ଆଉ କୋଉଠୁ ଆସିଲା? ହଁ ଏଇ ଚନ୍ଦ୍ର ଓ ଉ ମ ଭିତରେ ଅଛି କି ସେଇଠି? ଅ ଉ ମ ଭିତରେ ଶୁଣ, ତମେ ଆମ ଏପିସୋଡ ଦେଖୁନା ମୋଟେ। ଯଦି ଆମ ସାର୍ ମୁଁ ଦେଖୁଛି, ସାର୍ ଶୁଣ ମୁଁ ଦେଖିଲି। କହିସାରେ ଶୁଣ, ଯଦି ଆଜ୍ଞା ଏପିସୋଡ ଦେଖୁଥାନ୍ତ ତାର ହୁଁ ଅର୍ଥଟା ମୁଁ ବଳେ ବଳେ ବୁଝେଇ ଦେଇଛି। ଶୁଣ, ଆଜ୍ଞା ଅକାର ଆଉ ଉକାର ମିଶିକି ଓକାର ହେଲା ଯୋଉ ପ୍ରଶ୍ନ ପଚାରୁଛ, ଏ ପ୍ରଶ୍ନ ଶାସ୍ତ୍ର ବିହିତ ନୁହଁ। ଶାସ୍ତ୍ର ବିହିତ କଥା ହଉଛି ଶୁଣ, ତମର ତିରିଟା ଆମର ପଞ୍ଚଭୂତରେ ହଉଛି ପାଞ୍ଚଟା ତତ୍ଵ। ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ। ବୁଝିପାରିଲେ? ଆଜ୍ଞା ଯଦି ପଞ୍ଚଟା ତତ୍ଵ ଅକାରଟି ଜଳ, ଉକାରଟି ପୃଥ୍ୱୀ, ମକାର ଆକାଶ ପ୍ରତ୍ୟକ୍ଷ ଆମ ଠାକୁର କହିଛନ୍ତି। ହୁଁ ହୁଁ ଅକାର ହେଲା ଜଳ ତତ୍ଵ, ଉକାର ହୁଁ ହେଲା ପୃଥ୍ୱୀ ତତ୍ଵ, ଆଉ ମକାର ହେଲା ଆକାଶ ତତ୍ଵ। ହୁଁ ଏଇ ତିନି ପ୍ରକାରର ତତ୍ଵ ମିଶି ଗଲା ପରେ, ହୁଁ ବୁଝିପାରୁଛନ୍ତି, ହୁଁ ଏଇ ତିନି ପ୍ରକାର ତତ୍ଵ ଠୁଳ, ଏଇ ତିନି ପ୍ରକାର ଯେତେବେଳେ ସୂକ୍ଷ୍ମ ହେଇଯାଏ, ସେତେବେଳେ ସେ ଅର୍ଦ୍ଧ ମାତ୍ରାକୁ ପଳେଇଯାଏ। ତାପରେ ସେ ଆହୁରି ସୂକ୍ଷ୍ମ ହେଇଗଲେ ବିନ୍ଦୁ ସ୍ତରକୁ ପଳାଏ। ହେଲା, ଅକାର ଉକାର ମକାର ହଉଛି ମାତ୍ରା ଧ୍ୱନି। ଆଜ୍ଞା କିନ୍ତୁ ଏଇ ମାତ୍ରା ଧ୍ୱନି ଯେତେବେଳେ ରହିତ ହୁଏ, ସିଏ କଣ କରେ ନା ସୂକ୍ଷ୍ମ ହେଇକି ଅର୍ଦ୍ଧମାତ୍ରା ଧ୍ୱନିକି ପଳାଏ। ଆଜ୍ଞା ଅର୍ଦ୍ଧମାତ୍ରା ଧ୍ୱନି ସିଏ ରହିତ ହେଇଗଲେ ବିନ୍ଦୁ ଧ୍ୱନିକି ପଳାଏ। ସେଥିପାଇଁ ଆଜ୍ଞା କଣ କରିଛନ୍ତି, ଏ ହୁଁ ସବୁଥିର ସମନ୍ୱୟ। ଅକାରଟି ଜଳ, ଉକାରଟି ଆଜ୍ଞା ପୃଥ୍ୱୀ, ମକାରଟି ଆକାଶ, ଅର୍ଦ୍ଧଚନ୍ଦ୍ର ବାୟୁ। ହେଲା, ହଁ ଜଳ, ପୃଥ୍ୱୀ, ବିନ୍ଦୁ ଆକାଶ, ବାୟୁ। ବିନ୍ଦୁ କହୁଛି ଆମର ପଞ୍ଚଭୂତ ପା। ଆଜ୍ଞା ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ। ହେଲା, ଆଜ୍ଞା ତାହେଲେ ଅକାରଟି ଜଳ, ଆଜ୍ଞା ଉକାରଟି ପୃଥ୍ୱୀ, ହଁ ମକାରଟି ଆକାଶ, ହୁଁ ନାଦ ହେଲା ବାୟୁ, ବିନ୍ଦୁ ହେଲା ଆଜ୍ଞା ଅଗ୍ନି। ଓ ନାଦ ହେଲା ବାୟୁ, ବିନ୍ଦୁ ହେଲା ଅଗ୍ନି। ଅଗ୍ନି। ତେଣୁ ଇଏ କେତେ ହେଇଗଲେ ପଞ୍ଚଭୂତ। ଏ ଆଜ୍ଞା ପଞ୍ଚଭୂତର ପ୍ରତୀକ ନେଇକିରି ଆମର ଓଙ୍କାର ତିଆରି ହେଇଛି। କିନ୍ତୁ ଆଜ୍ଞା ତାର ରହସ୍ୟ ହଉଛି, ଆଜ୍ଞା ଅକାର ଉକାର ମକାର ତିନିଟା ହଉଛି ମାତ୍ରା ଧ୍ୱନି। ଏଟା ଧ୍ୱନିର ପ୍ରତୀକ। ଆଜ୍ଞା ବୁଝିଲ? ଆଚ୍ଛା, ମାତ୍ରା ଧ୍ୱନି ଯେତେବେଳେ ଆହୁରି ତଳକୁ ପଳେଇଗଲା, ମାତ୍ରା ଯେତେବେଳେ ରହିତ ହେଇଗଲା, ସେତେବେଳେ ହୁଁ ସେ କଣ ହେଇଗଲା ନା ଅର୍ଦ୍ଧମାତ୍ରା। ଅର୍ଦ୍ଧମାତ୍ରା ଅର୍ଥ ହଉଛି କଳା। କଳା ଅର୍ଥ ହଉଛି ତରଙ୍ଗ। ଆଜ୍ଞା ରଙ୍ଗର ଆଲୋକ ତରଙ୍ଗକୁ ହଁ ଅର୍ଦ୍ଧମାତ୍ରା ବୋଲିକି କୁହାଯାଏ। ହେଲା, ଆଜ୍ଞା ଆଲୋକ ଯେତେବେଳେ ତରଙ୍ଗ ରହିତ ହୁଏ, ଆଜ୍ଞା ସେତେବେଳେ ଆଲୋକ କଣିକାକୁ ବିନ୍ଦୁ କହିବା। ମୁଁ ବୁଝେଇ ଦଉଛି ଯେ ଗୋଟେ ଆଜ୍ଞା ଆଲୋକ ଶୂନ୍ୟରେ ଗତି କରୁଛି। ଆଜ୍ଞା ଗତି କଲେ ତାର ଯୋଉ ତରଙ୍ଗ ଗୁଡିକୁ କୁହାଯାଏ କଳା। ହଁ ହଁ ଆଚ୍ଛା, ସେଇ ଯୋଉ କଳାର ଅର୍ଦ୍ଧ ହଁ ତରଙ୍ଗକୁ କୁହାଯାଏ ଅର୍ଦ୍ଧମାତ୍ରା। ହଁ ବିଜ୍ଞାନ କହୁଛି ଯୋଉ ତରଙ୍ଗଟି ଯାଏ ସର୍ପିଳ ଗତିରେ ଯାଏ, ହୁଁ ସେଥିରୁ ଯୋଉଟା ଉପରୁ ତଳକୁ ମୁହଁ କରିଥାଏ ସେଇଟା ହଉଛି ଇ କାର। ତଳୁ ହୁଁ ଉପରକୁ ଯୋଉଟା ମୁହଁ କରିଥାଏ ସେଇଟା ହଉଛି ଅର୍ଦ୍ଧମାତ୍ରା। ଆଜ୍ଞା ତେଣୁ ଏ ଅର୍ଦ୍ଧମାତ୍ରା ଇ କାର ଦିଟା ମିଶିକିରି କଳା ତରଙ୍ଗ ସୃଷ୍ଟି ହୁଏ। ଆଜ୍ଞା ତେଣୁ ଅର୍ଦ୍ଧମାତ୍ରା ଇ କାର ଯେତେବେଳେ ରହିତ ହେଇଯାଏ, ହୁଁ ସେତେବେଳେ ଆଲୋକ କଣିକା ଆମେ କଳ୍ପନା କରିବା। ଆଲୋକ କଣିକା ବୋଲି କରିବା। ଆଲୋକ କଣିକା ହୁଁ ହଉଛି ବିନ୍ଦୁ। ତାର ହୁଁ ଯୋଉ ଗତିଟା ହଉଛି ଅର୍ଦ୍ଧମାତ୍ରା ଆଉ ଇ କାର। ଯୋଉ ଗତିଟା ତାର, ଗତି ଆଲୋକର ଗତିଟା ହଉଛି ଅର୍ଦ୍ଧମାତ୍ରା ଏବଂ ଇ କାର। ହଁ ହଁ ଇକାର ବୁଝିପାରିଲେ? ହଁ ଆଲୋକଟା ଶୂନ୍ୟରେ ଗତି କରେ। ହୁଁ ତେଣୁ ଶୂନ୍ୟରେ ଯେହେତୁ ଗତି କରେ, ସେଥିପାଇଁ ଆଲୋକର ଅର୍ଦ୍ଧମାତ୍ରା ଧ୍ୱନି ଆଉ ବିନ୍ଦୁ ଧ୍ୱନି
ଏ ଦିଟା ଧ୍ୱନି ବାୟୁରେ ପ୍ରକାଶ ହେଇପାରେ ନା। ନାଇଁ କେବଳ ମାତ୍ରା ଧ୍ୱନିଟା ବାୟୁରେ ପ୍ରକାଶ ହୁଏ। ଆଜ୍ଞା ତେଣୁ ମାତ୍ରା ଧ୍ୱନି ଅକାର ଉକାର ମକାର ଏତେଟା କଣ ନା ବାୟୁରେ ପ୍ରକାଶ ହୁଏ। ବାୟୁ ଆଜ୍ଞା ଥାଏ କୋଉଠି, ବାୟୁର ସ୍ଥାନ କୋଉଠି କଣ ହଁ ବୁଝିପାରିଲେ? ତେଣୁ ହଁ ଅର୍ଦ୍ଧମାତ୍ରା ଆଉ ବିନ୍ଦୁ ଆଉ ଅର୍ଦ୍ଧମାତ୍ରା ଏ ଦିଟା ମିଶିକି ପ୍ରଥମେ ଗୋଟେ ପ୍ରାଣ ଶକ୍ତିରେ ପରିଣତ ହୁଅନ୍ତି। ହେଲା, ଆଜ୍ଞା ଚେତନାତ୍ମକ ପ୍ରାଣ। ମୁଁ ବୁଝେଇ ଦଉଛି, ବିନ୍ଦୁ ଆଜ୍ଞା ହଉଛି ବୀର୍ଯ୍ୟ ଶକ୍ତି, ଆଜ୍ଞା ଅର୍ଦ୍ଧମାତ୍ରା ହଉଛି ରଜ ଶକ୍ତି। ହଁ ବୀର୍ଯ୍ୟ ଶକ୍ତି ରଜ ଶକ୍ତି ଯେତେବେଳେ ମିଶିଯାଏ ସେ ହଁ ପ୍ରାଣ ଶକ୍ତିରେ ପରିଣତ ହେଇଯାଏ, ଜୀବନ ଶକ୍ତିରେ ପରିଣତ ହୁଏ, ଜୀବନୀ ଶକ୍ତିରେ ପରିଣତ ହୁଏ। ପ୍ରାଣଟା ହଉଛି ଆଜ୍ଞା ଜୀବନ ଶକ୍ତି, ଭାଇଟାଲ ଫୋର୍ସ, ବୁଝିପାରିଲେ? ତେଣୁ ଆଜ୍ଞା ଯେତେବେଳେ ଅନାହତ ଚକ୍ରର ଶୂନ୍ୟରେ, ଅନାହତ ହଁ ଶୂନ୍ୟରେ ହଁ ଅର୍ଦ୍ଧମାତ୍ରା ବିନ୍ଦୁ ଦିଟା ହଁ ମିଶିକିରି ସେ ପ୍ରାଣ ଧ୍ୱନିରେ ପରିଣତ ହୁଏ, ବୁଝିପାରିଲେ ନା? ହଁ ହଁ ଆଚ୍ଛା, ହଁ ଭ୍ରୁ ମଧ୍ୟ ହେଲା ତ୍ରିକୁଟ, ତ୍ରିକୁଟ ହେଲା ଲଲାଟ, ଲଲାଟରେ ଅର୍ଦ୍ଧମାତ୍ରା ବିନ୍ଦୁ ଧ୍ୱନି ଥାଏ। ବୁଝିପାରିଲେ କି? ଆଚ୍ଛା, ଆଜ୍ଞା ଆଜ୍ଞା ଚକ୍ର ହଉଛି ଲଲାଟ ଠିକ ପଛକୁ ଆଜ୍ଞା ଚକ୍ର। ଆଜ୍ଞା ଚକ୍ରରେ କଣ ହୁଏ ନା ଆଲୋକ ଏବଂ ତାର ତରଙ୍ଗ ଥାଏ। କିନ୍ତୁ ଲଲାଟ ଚକ୍ରରେ ଯୋଉ ବିନ୍ଦୁ ଆଉ ରଜ ଦିଟା ରହିଲେ ଲଲାଟ ଚକ୍ରରେ ବିନ୍ଦୁ, ସେ ବିନ୍ଦୁର ଧ୍ୱନିଟା, ସେ ବୀର୍ଯ୍ୟର ଧ୍ୱନିଟା ହଉଛି ମାନେ ଆଜ୍ଞା ଚକ୍ରରେ ବିନ୍ଦୁ ହଉଛି ଜ୍ଞାନ ଶକ୍ତି, ଅର୍ଦ୍ଧମାତ୍ରା ହଉଛି ଇଚ୍ଛା ଶକ୍ତି। ଆମର ଆଜ୍ଞା ଚକ୍ରରେ ଜ୍ଞାନ ଶକ୍ତି, ଇଚ୍ଛା ଶକ୍ତି ଦିଟା ମିଶିକିରି ଥାଏ। ଜ୍ଞାନ ଯଦି ଆଲୋକ କଣିକା ହୁଏ, ଇଚ୍ଛା ହଉଛି ତାର ତରଙ୍ଗ। ତେଣୁ ଏଇ ଦିଟା ଗୋଟେ ଆଜ୍ଞା ଚକ୍ରରେ ଥାଆନ୍ତି, କିନ୍ତୁ ତାଙ୍କର ଧ୍ୱନିଟା, ତାଙ୍କର ଯୋଉ ଶବ୍ଦ ଶକ୍ତିଟା ଆସିକି ଭ୍ରୁ ମଧ୍ୟ କେନ୍ଦ୍ରରେ ମାନେ ସୃଷ୍ଟି ହୁଏ, ଗୋଟେ ବିନ୍ଦୁ ଆଉ ଗୋଟେ ଅର୍ଦ୍ଧମାତ୍ରା ରୂପରେ। ଆଚ୍ଛା, ସେଇ ଯୋଉ ବିନ୍ଦୁ ଅର୍ଦ୍ଧମାତ୍ରା ରୂପରେ ସୃଷ୍ଟି ହୁଏ କୋଉଠି ନା ଲଲାଟ ଚକ୍ରରେ। କିନ୍ତୁ ଲଲାଟ ଚକ୍ରରୁ ସେଇ ଧ୍ୱନିଟା ଯେତେବେଳେ ହୃଦ ଚକ୍ରରେ ସ୍ପନ୍ଦିତ ହୁଏ, ସେତେବେଳେ ସେ କଣ ହୁଏ ନା ବିନ୍ଦୁ ଅର୍ଦ୍ଧମାତ୍ରା ମିଶିକି ପ୍ରାଣ ଶକ୍ତିରେ ପରିଣତ ହେଇଯାଏ, ଅଟୋମେଟିକ ହେଇଯାଏ। ଯେପରି ଆମେ କ୍ଷୀର ଦିହରେ ଖଟା ଟିକେ ପକେଇଦେଲେ ଅଟୋମେଟିକ ଦହି ହେଇଯାଉଛି। ତେଣୁ ବିନ୍ଦୁ ଅର୍ଦ୍ଧମାତ୍ରାରେ ଯେତେବେଳେ ସ୍ଥାନ ପରିବର୍ତ୍ତନ ହେଇଯାଉଛି, ଯେତେବେଳେ ସେ ଲଲାଟ ଚକ୍ରରୁ ଯେତେବେଳେ ଆସିକି ଅନାହତ ଚକ୍ରରେ ପହଞ୍ଚେ, ସେତେବେଳେ ତା ନାଁଟା ହଉଛି ପ୍ରାଣ ଶକ୍ତି, ବୁଝିପାରିଲେ? ଯେହେତୁ ପ୍ରାଣ ଶକ୍ତିର ସ୍ପନ୍ଦନଟା କୁ କୁହାଯାଏ ମାତ୍ରା। ତେଣୁ ବିନ୍ଦୁ ଅର୍ଦ୍ଧମାତ୍ରାର ମିଶିକିରି ଯୋଉ ପ୍ରାଣ ଶକ୍ତି ସୃଷ୍ଟି ହୁଏ, ସେ ପ୍ରାଣ ଶକ୍ତିର ସ୍ପନ୍ଦନଟାକୁ କୁହାଯାଏ ମାତ୍ରା। ତେଣୁ ସେଇ ମାତ୍ରା ତିନି ଭାଗରେ ବିଭକ୍ତ, ଗୋଟେ ଅକାର, ଗୋଟେ ଉକାର, ଗୋଟେ ହଉଛି ମକାର। ମକାର। ଏଇ ମାତ୍ରା ଧ୍ୱନି, ପ୍ରାଣ ଶକ୍ତିର ଏଇ ମାତ୍ରା ଧ୍ୱନି କୋଉ କୋଉ ଜାଗାରେ ସୃଷ୍ଟି ହଉଛି? ଅକାର ହଉଛି ଅନାହତ ଚକ୍ର, ଉକାର ହଉଛି ନାସାଗ୍ର, ମକାର ହଉଛି ତ୍ରିକୁଟ। ମକାର ତ୍ରିକୁଟ, ହଁ। ତେଣୁ ଅ ଉ ମ ତିନିଟା ମାସା ହେଇଗଲା ନା, ଅକାର ଅନାହତ, ଉକାର ନାସାମୂଳ, ନାସାଗ୍ର ବା ନାସାମୂଳ, ଆଉ ମକାରଟି ହେଲା ଆମର ତ୍ରିକୁଟ। ଆଉ ତାହା ଉପରକୁ ରହିଲେ ଅର୍ଦ୍ଧମାତ୍ରା ଆଉ ବିନ୍ଦୁ। ତା ଉପରେ ରହିଲ ଅର୍ଦ୍ଧମାତ୍ରା ଆଉ ବିନ୍ଦୁ, ଅର୍ଦ୍ଧମାତ୍ରା ଆଉ ବିନ୍ଦୁ, ହଁ। ଯୋଉ ଅର୍ଦ୍ଧମାତ୍ରା ବିନ୍ଦୁ ଧ୍ୱନି ଆମର ଆଜ୍ଞା ଚକ୍ରରୁ ଆସିକିରି ଆମର ଲଲାଟ ଚକ୍ରରେ ପ୍ରକାଶ ହୁଏ, ଅର୍ଦ୍ଧମାତ୍ରା ହଁ ବିନ୍ଦୁ। ତେଣୁ ହଁ ଅର୍ଦ୍ଧମାତ୍ରା ବିନ୍ଦୁ ଦିଟା ଏକତ୍ରିତ ହେଇକି ଅନାହତ ଚକ୍ରରେ ପ୍ରଥମେ ଅକାର ଧ୍ୱନି ସୃଷ୍ଟି କରନ୍ତି, ପୁଣି ହଁ ବାୟୁରେ ଚାଳିତ ହେଇକି ନାସାଗ୍ରରେ ଉକାର ଧ୍ୱନି ସୃଷ୍ଟି କରନ୍ତି, ଏବଂ ଆମର ଲଲାଟ ଚକ୍ରରେ ଆମର ମକାର ଧ୍ୱନି ସୃଷ୍ଟି କରନ୍ତି, ମାତ୍ରା ଧ୍ୱନି ସୃଷ୍ଟି କରନ୍ତି। ସୃଷ୍ଟି ଅର୍ଦ୍ଧମାତ୍ରା ବିନ୍ଦୁ ଦିଟା ଯେତେବେଳେ ବୃଦ୍ଧି ପାଆନ୍ତି, ପ୍ରକାଶ ପାଆନ୍ତି, ଆମ୍ପ୍ଲିଫାଇ ହେଇଯାଆନ୍ତି, ବର୍ଦ୍ଧିତ ହୁଅନ୍ତି, ସେତେବେଳେ ନା ମାତ୍ରା ଧ୍ୱନିରେ ପରିଣତ ହେଇକି ସେ ପବନରେ ଖେଳନ୍ତି। ତେଣୁ ପ୍ରାଣ ଶକ୍ତି କେବଳ ପବନକୁ ପ୍ରଭାବିତ କରେ। ପ୍ରାଣ ଶକ୍ତି ଅନ୍ୟ କୌଣସି ଶକ୍ତି ପବନକୁ ପ୍ରଭାବିତ କରିପାରେ ନା। ତେଣୁ ପ୍ରାଣ ଶକ୍ତି ପବନକୁ ପ୍ରଭାବିତ କରେ। ତେଣୁ ପ୍ରାଣକୁ ଆମର ଶାସ୍ତ୍ରରେ କୁହାଯାଏ ସୂର୍ଯ୍ୟ, ପ୍ରାଣ ସୂର୍ଯ୍ୟ। ପ୍ରାଣ ସୂର୍ଯ୍ୟ। ତେଣୁ ଓଙ୍କାର ହଉଛି ସୂର୍ଯ୍ୟ ସ୍ୱରୂପ। ଏଇ ସୂର୍ଯ୍ୟକୁ ଆମେ କୁହନ୍ତି କଣ ନା, ଏଇ ସୂର୍ଯ୍ୟକୁ ଆମେ ଗାୟତ୍ରୀ ସହିତ ତୁଳନା କରନ୍ତି। ସର୍ବୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ତେଣୁ ଏଇ ଯୋଉ ଗାୟତ୍ରୀ ହଉଛନ୍ତି କେତେ ନା 24 ଇଏ ଓଙ୍କାରରୁ ଆମର ଓଙ୍କାର ଗୋଟେ ଧ୍ୱନି, ସେଥିରୁ 24 ଗାୟତ୍ରୀ ସୃଷ୍ଟି ହୁଏ। 24 ଗାୟତ୍ରୀ ହଉଛି 24ଟା ମାତ୍ରା। 24 ମାତ୍ରା କଣ ନା, ଅକାର ଧ୍ୱନି ଯେତେବେଳେ ହୃଦୟରୁ ଆସିକିରି ନାସା ମୂଳରୁ ବାଙ୍କିକିରି ତଳକୁ ଯାଏ, ସେତେବେଳେ ନାସା ମୂଳରୁ ନାସାଗ୍ର ମଧ୍ୟରେ ସେଇ ଯୋଉ ସ୍ଥାନଟା ଅଛି, ସେଇଠି ସେ 12 ଗୋଟି ମାତ୍ରା ସୃଷ୍ଟି କରେ। ମାତ୍ରା ଧ୍ୱନି ପ୍ରାଣ ଜୀବ ବାର, ଆସିବ ବାର, 24 ମାତ୍ରା ସେ ସୃଷ୍ଟି କରନ୍ତି। ଇଏ ହେଲା 24 ମାତ୍ରା, ବୁଝିପାରିଲେ?
ଷଡ଼ ଚକ୍ରରେ 50 ବର୍ଣ୍ଣ ସୃଷ୍ଟି ହୁଏ। ଏଇ କଣ କହିଲି ଇଏ ତାକୁ ଯଦି 12 ମାତ୍ରା ଧରିବା ଇଏ 50 12 କେତେ ହେଇଗଲେ 62 ଅର୍ଦ୍ଧମାତ୍ରା ବିନ୍ଦୁ ଦିଟା କେତେ ହେଇଗଲେ 64। ଏଇ 64ଟା କଣ ହୁଏ ନା ଏଇ 64ଟା ସିନା ଧ୍ୱନି ଏଇ 64ର ଯୋଉ କଳାଟା ମୁଁ କହିଛି କଳାର ସିନା ଧ୍ୱନି ଅଛି ଏଇ 64ର ଯୋଉ କଳାଟା ରହିଲା ଯୋଉ ତରଙ୍ଗଟା ରହିଲା ଏଇ 64 ପ୍ରକାରର ତରଙ୍ଗ ତମର ଲଳନା ଚକ୍ରରେ ସୃଷ୍ଟି ହୁଏ। ଲଳନା ଚକ୍ରରେ ତମର 64 କଳା ସୃଷ୍ଟି ହୁଏ। ସେଥିପାଇଁ ତାକୁ 64 ଦଳ ପଦ୍ମ ମଧ୍ୟ କୁହାଯାଏ। ଏଇ 64 କଳା ହଉଛି ଗାୟତ୍ରୀର ଅଂଶ ବିଶେଷ। ସେଥିପାଇଁ ତାକୁ ଚତୁର୍ଥ ସାକ୍ଷର ଗାୟତ୍ରୀ ବୋଲିକି ମଧ୍ୟ ଆମେ କହିପାରିବା। ଏବଂ ଗାୟତ୍ରୀର 64 କଳା ଏବଂ 64 ବର୍ଣ୍ଣ ଅଛି। 64 ବର୍ଣ୍ଣ ତ ସୃଷ୍ଟି ହୁଏ ଯୋଉ ଯୋଉ ଜାଗାରେ କହିଲେ 64 କଳାଟା ପ୍ରକାଶ ପାଏ କୋଉଠି ନା ଆମର ଲଳନା ଚକ୍ରରେ ବୁଝିଲେ। ଆଚ୍ଛା ସେଇ 64 କଳାଟା ଆସେ କୋଉଠୁ ନା ଆମର ଯୋଉ ଷଡ଼ ପଦ୍ମ ରହିଲା ମେରୁଦଣ୍ଡ ଭିତରେ ଷଡ଼ ପଦ୍ମରେ 50। ଆଚ୍ଛା ଆଜ୍ଞା ଚକ୍ର ରହିଲା ବିନ୍ଦୁ ଅର୍ଦ୍ଧମାତ୍ରା ବିନ୍ଦୁ କଳା ଅର୍ଦ୍ଧମାତ୍ରା କଳା 2 କେତେ ହେଇଗଲା 52 ହେଲା। ଆଉ ଏଇ ଯୋଉ ମାତ୍ରାରେ ଯାଉଛି ମାତ୍ରା ଧ୍ୱନି ଚାଲିଛି ସେଇଥିରେ ମଧ୍ୟ ତମର 12 କଳା ଅଛି। 12 କଳାରେ 12 ମାତ୍ରା ଇଏ 12 କଳା ସେ 50 କଳା ସେ 2 କଳା ତେଣୁ ହେଲା 64 କଳା। ତେଣୁ 64 କଳାର ସ୍ଥାନ ହଉଛି ଏଇ ଜାଗାରେ ଆଉ 64 ବର୍ଣ୍ଣର ସ୍ଥାନ ହଉଛି ଚକ୍ରରେ। ଚକ୍ରରେ ବର୍ଣ୍ଣର ସ୍ଥାନ ଏବଂ ପଦ୍ମରେ କଳାର ସ୍ଥାନ। ମୋ କଥା ବୁଝିଲେ। ତେଣୁ ମିଶିକି ସମୁଦାୟ ଶରୀରଟା ହଉଛି ଗାୟତ୍ରୀ ମତ ଗାୟତ୍ରୀ ଶକ୍ତିମୟ। ପ୍ରାଣ ଶକ୍ତି ଏବଂ ଗାୟତ୍ରୀ କୁହାଯାଏ। ଗାୟତ୍ରୀ ନିଜେ ସୂର୍ଯ୍ୟ ସ୍ୱରୂପ ଏବଂ ତାଙ୍କ ଠାରୁ ମଧ୍ୟ 4 ବେଦ ମଧ୍ୟ ସୃଷ୍ଟି ହେଇଛି। ବେଦ କଣ ନା ବିଚ୍ ଧାତୁ ବେଦ ସୃଷ୍ଟି ହେଇଛି। ବେଦ ମାନେ ଜାଣିବା। ଆମେ କୋଉଥିରେ ଜାଣନ୍ତି ଆମେ ଜାଣନ୍ତି ଚକ୍ଷୁ ମୁଖ ନାସା କର୍ଣ୍ଣ ଚକ୍ଷୁ କର୍ଣ୍ଣ ନାସା ଜିହ୍ବା ଚର୍ମ ଏ 5ଟା ଇନ୍ଦ୍ରିୟ ଦ୍ଵାରା ଆମେ କଣ କରୁଛୁ ନା ବାହାରର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ସବୁ ଆହରଣ କରିକି ଆମେ ଅନୁଭବ କରନ୍ତି ଏଇ ଦୁନିଆଟା ହଉଛି ଏଇଆ। ତେଣୁ ବେଦ ଅର୍ଥ ଜ୍ଞାନ ଅର୍ଥାତ ଆମେ ଏଇ ଜ୍ଞାନ କରନ୍ତି କିନ୍ତୁ ଏଇ ଜ୍ଞାନ 2 ଭାଗରେ ବିଭକ୍ତ। ଆମେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ 5 ବିଷୟ ଦ୍ଵାରା ବାହାର ଦୁନିଆକୁ ଯୋଉ ଜ୍ଞାନ କରନ୍ତି ଏଟାକୁ କୁହାଯାଏ ଜଡ ଜ୍ଞାନ। ଜଡ ଶକ୍ତି ଦ୍ଵାରା ଆମେ ଯୋଉ ଜ୍ଞାନ କରନ୍ତି ଆକୁ କୁହାଯାଏ ଜଡ ଜ୍ଞାନ। କିନ୍ତୁ ଜଡ ଜ୍ଞାନରୁ ରହିତ ହେଲେ ବୁଝିପାରିଲ ତୃତୀୟ ଚକ୍ଷୁ ଦ୍ଵାରା ଯୋଉ ଜ୍ଞାନ ଆମେ ଆହରଣ କରନ୍ତି ସେଇଟା ହଉଛି ଚେତନ ଜ୍ଞାନ। ସେଇଟା ହଉଛି ବେଦର ମୂଳ ସ୍ୱରୂପ। ଜଡ ଜ୍ଞାନ ହିସାବରେ ଆମେ ବେଦ ହେଲା 4 ଭାଗରେ ବିଭକ୍ତ ଋକ୍ ଯଜୁ ସାମ ଅଥର୍ବ। ଆଉ ଚେତନ ଜ୍ଞାନରେ ଯୋଉ ବେଦ ହୁଏ ତାକୁ ଶିଶୁ ବୋଲି ବେଦ ବୋଲି କହନ୍ତି। ସେ ରହିଛି କୋଉଠି ନା ତୃତୀୟ ଚକ୍ଷୁ ଦ୍ଵାରା ସେ ସୃଷ୍ଟି ହୁଏ। ଶିଶୁ ବେଦ ପଞ୍ଚମ ବେଦ ବୋଲି କୁହନ୍ତି। ସେ ସ୍ପର୍ଶ ଶକ୍ତିରୁ ସେ ଜାତ ହୁଏ। ଏଇତ କଥା ଆଉ କଣ କହ। ଆଜ୍ଞା। ନାଇଁ ଆପଣଙ୍କର ସେ ମୁଁ ଦେଖୁଛି ତ ସବୁ ଭଲ ଲାଗୁଛି। ଆଜ୍ଞା ନମସ୍କାର ଆଜ୍ଞା। ଜୟ ଗୁରୁ ଜୟ। ପ୍ରଣାମ।